ଆଜିର ମଣିଷମାନଙ୍କୁ ଯଦି ଆମେ ଦେଖିବା ତାହେଲେ ତା ଭିତରେ 7ଟି ପ୍ରକୃତି ଥିବାର ଅନୁମାନ ହେଉଛି। ସେ 7ଟି ପ୍ରକୃତି କ'ଣ ଆପଣଙ୍କୁ ଚାଲନ୍ତୁ କହିବି। ଗୋଟିଏ ମଣିଷ ଯେତେ ଅଧିକ ଧନୀ ହୋଇଥାଏ ସେ ସେତେ କୃପଣ ହୋଇଥାଏ। ଆପଣମାନେ ଦେଖିଥିବେ ସମାଜରେ ଯଦି ଜଣେ ଅଧିକ ଧନୀ ଅଛି ସେ ସେତିକି କୃପଣ ମଧ୍ୟ ହେଉଛି। ଜଣେ ଯେତେ ଶାନ୍ତ ହୋଇଥାଏ, ଯଦି ଜଣେ ଲୋକ ବହୁତ ଶାନ୍ତ ସେ ମଧ୍ୟ ଗମ୍ଭୀର ରହୁଛି। ଯେତେ ସୁନ୍ଦର ସେତେ କଳଙ୍କିତ। ଆମେ କୌଣସି ବସ୍ତୁକୁ ସୁନ୍ଦର ବୋଲି କହୁଛନ୍ତି କିନ୍ତୁ ତା'ର ପ୍ରଚ୍ଛଦ ପଟରେ ସେ ସେତେ କଳଙ୍କିତ ମଧ୍ୟ ରହିଛି। ଜଣେ ଯେତେ ଭାବପ୍ରବଣ ଆମେ ଭାବୁଛନ୍ତି ସେ ଭାବପ୍ରବଣ ସେ ସେତେ ସତ୍ୟବାଦୀ ହେଇଥାଏ। ଏହା ନିରାଟ ସତ୍ୟ କଥା ସାଙ୍ଗମାନେ। ଜଣେ ଯେତେ ଶକ୍ତିଶାଳୀ ଆମେ ଭାବୁଛନ୍ତି ସେ ବହୁତ ଶକ୍ତିଶାଳୀ କିନ୍ତୁ ସେ ସେତିକି ନିଷ୍ଠୁର ମଧ୍ୟ। ଆପଣମାନେ ଜାଣିଥିବେ ଯଦି ଜଣେ ବହୁତ ଶକ୍ତିଶାଳୀ ସେ କେବେ ଚୁପ୍ ବସେନି, ସେ ସେତିକି ନିଷ୍ଠୁର ମଧ୍ୟ ହୋଇଥାଏ। ସମାଜରେ ଆପଣ ଦେଖିଥିବେ, ଆପଣ ସମାଜରେ ଦେଖିଥିବେ ମିଠା କୁହାଳିଆ ଦିଅନ୍ତି ଧକ୍କା। ଯଦି ବହୁତ ମିଠା କଥା କହୁଛନ୍ତି ଆପଣଙ୍କ ମନ ମୋହି ନେଉଛନ୍ତି, ସେମାନେ ସେତିକି ଧକ୍କା ମଧ୍ୟ ଦେଇପାରନ୍ତି। ଯେତିକି ସେମାନେ ମିଠା କହିପାରୁଛନ୍ତି ସେତିକି ଧକ୍କା ମଧ୍ୟ ଦେଇପାରନ୍ତି। ଆପଣମାନେ 90% ଲୋକଙ୍କୁ ସେଇଭଳି ଦେଖିଥିବେ। ଯଦି ଗୋଟେ ଲୋକ ବହୁତ ଗପୁଆ ଅଛି, ଯେତେ ଗପୁଆ ସେ ସେତେ ମୂର୍ଖ ହୋଇଥାଏ। ଯଦି ଲୋକ ବେଶୀ ଜଣେ ଗପୁଛି ସେ ତା ମଧ୍ୟ ମୂର୍ଖ, ସେ ସେତେ ମୂର୍ଖ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁକରି ଆପଣଙ୍କୁ ଏଇ ମଣିଷର 7ଟି ପ୍ରକୃତି କେମିତି ଲାଗିଲା ଆପଣମାନେ କମେଣ୍ଟରେ ଜଣାଇବେ ଏବଂ ଯଦି ଆଉ କିଛି ପ୍ରକୃତି ଜାଣିଛନ୍ତି ତାହା ମଧ୍ୟ ଉଲ୍ଲେଖ କରିବେ। ରହୁଛି, ବାଏ।